एग्रीमेंट को वायलेशन करते से लागी पासे 2026 करछि से चाला ना 2026 रो भाड़ करला मोर 24 रो 14 साल सरीला एग्रीमेंट पीरियड मु से भी चाला ना मु आपन कहि देबी आपन दा पर्सनल एटा जहा भी होला एटा संघ द्वारा ही बड़ा संघ निष्पत्ति नै जा आपन तापर से तापर हम एटा पर्सनल कोन इतना कर दे ता पैसाटा हम माने सुनदु যদি সেটি মনে করি সঙ্গ নাই আমি সেটা বুঝি পারিব তুমি দিও তোমার জাগুত করো ठीक है अर्जेंट दे सभापति कथा अर्जेंट टिके दे ठीक अर्जेंट दे এই নরাজ রজ নাই ওহো सब लगे ऐसे कोला मुझे 15 मिनट पहुंच कोई सकाळ कोई 15 केस हमें चंडीगढ़ आसे केस लागो ଆମର ଯୋଉ ଆମେ ବସିଥିଲେ ତୁ କହିଥିଲୁ ଯେ ଆମେ କେତେ 25 26 ଆମେ ମୁଁ କୋଉ ରହିବି ନା ମୋ ଦେହ ଖରାପ ସେଟା ମାଲିକ ସଂଘର ଆଜି ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ଆମ ସଂଘର କିଛି ମାଲିକ ବିଭ୍ରାନ୍ତିକର ବୟାନ ଦେଇଥିଲେ ଆମେ ସଂଘ ସବୁ ଦୃଢ଼ ନିଷ୍ପତ୍ତି ନେଲୁ ଆମ ସଂଘ ସବୁଦିନ ପାଇଁ ରହିବ ସଂଘର କୌଣସି ଯେଉଁମାନେ ବିଭ୍ରାଟକର ମନ୍ତବ୍ୟ ଦେଉଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଘ କ'ଣ ନିଷ୍ପତ୍ତି ନିଆହେଲା ବିଶେଷ ନିଷ୍ପତ୍ତି ଯିଏ ସଂଘ ଭିତରେ ବିଭ୍ରାନ୍ତିକର ବୟାନ ଦେବ ଯେଉଁ ମାଲିକ ତାଙ୍କ ଉପରେ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଜିର ବୈଠକ ପରେ ଆଜିର ବୈଠକ ପରେ ଆମେ ଦେଖୁଛୁ କିଛି ଅନୁପସ୍ଥିତ ମଧ୍ୟ ଆଜି ଅଛନ୍ତି ମାଲିକ ଅନୁପସ୍ଥିତ ଜଣେ ଦୁଇ ଜଣ ଅଛନ୍ତି ବ୍ୟକ୍ତିଗତ କାରଣ ସେମାନେ ଲେଖିକି ଦେଇଛନ୍ତି ସଂଘକୁ ତାଙ୍କ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ଥିଲେ ପିୟୁଷକୁ ନେଇ କ'ଣ ଆଲୋଚନା ହେଲା ପିୟୁଷ ବିଷୟରେ କିଛି ଆଲୋଚନା ହେଲେ ପିୟୁଷ ଗୋଟେ ବର୍ଷ ପାଇଁ ତାଙ୍କୁ ତ ସେ ତାଙ୍କ ତରଫରୁ କହିଥିଲେ ମୁଁ ଘରେ ରହିବି ତାଙ୍କୁ ବି ପଚରା ହେଲା ସେ ଗୋଟେ ବର୍ଷ ପାଇଁ ଘରେ ରହିବେ ବୋଲି ନିଷ୍ପତ୍ତି ନେଲେ ହେଲେ ମାଲିକମାନଙ୍କ ଭିତରେ ଯେଉଁ ବିବାଦ କଥା ଉଠୁଛି ଏ ଯେଉଁ ଆପୋଷ ସମାଧାନ ଆଜି ଗୋଟେ ପ୍ରୟାସ କରାଯାଇଛି କୁହାଯାଉଛି ବିବାଦ ଛୋଟ ମୋଟ ବିବାଦ ଯାହା ଥିଲା ବୈଠକରେ ସମାଧାନ କରାଗଲା ଆଉ ଯାହା ବି ଆପଣମାନେ ପଚାରୁଛନ୍ତି ପିୟୁଷକୁ ପଚରା ହେଇଛି ସେ ବି ଆମକୁ ଫୋନ୍ ମାଧ୍ୟମରେ କହିଛି 25-26ରେ ଆମେ ମୁଁ କେଉଁ ପାର୍ଟିରେ ଯାଉନାହିଁ କି ଯିବି ନାହିଁ ମାଲିକ ସଂଘକୁ ମୁଁ ସମ୍ମାନ ଦେବି ଆଉ 26-27ରେ ଯାହା ହେବ ମାଲିକ ସଂଘ ନିଷ୍ପତ୍ତି ନେଲେ ପିୟୁଷ କୁଆଡ଼େ ଯିବା ଆମେ ଆଲୋଚନା କରି ସ୍ଥିର କରିବୁ କୌଣସି କଳାକାରମାନଙ୍କ ଉପରେ ସେମିତି କିଛି ନିଆଯାଇଛି କି ନିଷ୍ପତ୍ତି ଆଜି କଳାକାରଙ୍କ ବିଷୟରେ କିଛି ଆଲୋଚନା ହେଇନି ଶ୍ରମିକମାନଙ୍କର ଯେଉଁ ଦାବି ସମସ୍ୟା କ'ଣ ଶ୍ରମିକମାନଙ୍କ ଦାବି ସମସ୍ୟା ଯାହା ଥିଲା ଆଲୋଚନା ହେଲା ତାଙ୍କର ଦାବି ଥିଲା କିଛି ପୂରଣ କରାହେଲା ଆଉ କିଛି ଦାବି କି ଆଗାମୀ ଦିନରେ ପୂରଣ କରାହେବ ବୋଲି ଆଲୋଚନା କରାହେଲା ମୁଖ୍ୟତଃ 2-3ଟି ଇସ୍ୟୁ ନେଇକି ଯେଉଁ ଆଜି ଅଛନ୍ତି ଆପଣମାନେ ଦେଖିଲେ ଆମର ଲେବର ମାନଙ୍କର ପ୍ରଥମ ଥିଲା ତାଙ୍କର ଯେଉଁ ଦାବିପତ୍ରକୁ ନେଇକି ଆଜି ମାଲିକମାନଙ୍କର ଜରୁରୀକାଳୀନ ବୈଠକ ବସିଛି ଲେବରମାନଙ୍କ ଇସ୍ୟୁ ନେଇ ଆଉ ଆମ ଭାଇମାନଙ୍କ ଭିତରେ ମାଲିକମାନଙ୍କ ଭିତରେ କିଛି ଆପୋଷ ବୁଝାମଣା ଥିଲା ତାର ସମାଧାନ ପାଇଁ ଆଜି ବୈଠକ ହେଇଥିଲା କ'ଣ ସମାଧାନ ହେଲା ମାଲିକମାନଙ୍କ ଭିତରେ ନାଇଁ ସମସ୍ତ ମାଲିକ ଶୁଣନ୍ତୁ ସବୁ ଜାଗାରେ ବିବାଦ ଥାଏ କିନ୍ତୁ ସେମିତି ସେଭଳି କିଛି ବିବାଦ ନାହିଁ 90% ମାଲିକ ଠିକ୍ ଅଛନ୍ତି ଆଉ ଆମ ଭିତରେ କିଛି ବିବାଦ ନାଇଁ କିଛି ଭାଇମାନଙ୍କର ଆଜି ମ୍ୟାରେଜ୍ ଆନିଭର୍ସରୀ ସେ ଅଛନ୍ତି କିଏ ପର୍ସନାଲ ଆପଣ ଜାଣିଥିବେ ଆଖଡ଼ା ଚାଲିଛି କାର ଆଜି ଫାଇନାଲ ହେଉଛି ବହି ସେମାନେ ଆସିପାରୁନାହାନ୍ତି ମାନେ ସମସ୍ତ ମାଲିକ ସମସ୍ତେ କ'ଣ ପାଇଁ ଆସିନାହାନ୍ତି ବୋଲି ସଭାପତିଙ୍କୁ ତାଙ୍କର ଉତ୍ତର ବି ଦେଇଛନ୍ତି ଆଉ ସେମିତି କିଛି ମାଲିକଙ୍କ ଭିତରେ କିଛି ବିବାଦ ନାହିଁ ସିଂହବାହିନୀ ମାଲିକ ଯେତିକି ଜାଣିଛି ସେ ସଭାପତିଙ୍କୁ ତାଙ୍କର ନ ଆସିବାର କାରଣ ବି ପଠାଇଛନ୍ତି ସେ ନେକ୍ସଟ ମିଟିଂରେ ଆସିବେ ବୋଲି କହିଛନ୍ତି ମାନଙ୍କ ପାଇଁ ବସିଛନ୍ତି ଆଜିର ମୁଖ୍ୟତଃ ଲେବରମାନଙ୍କର ଆଲୋଚନା ଚାଲିଛି ଆଉ 10 ମିନିଟ୍ ଭିତରେ ଆପଣମାନେ ଜାଣିପାରିବେ ଲେବରମାନଙ୍କର ସମାଧାନ ହୋଇଗଲେ ତାଙ୍କର ଯେଉଁ ଅଛି ଦାବି ସେ ବିଷୟରେ ଡିସ୍କସନ୍ ହେଉଛି ସେ ବି ଶେଷ ପର୍ଯ୍ୟାୟରେ ସରିବ ମାଲିକ ସଂଘର ଗୋଟେ ବୈଠକ ହେଇଥିଲା ନା ସେମିତି କିଛି ଆଲୋଚନା ହେଲାନି ଆମର ମାଲିକ ସଂଘ ଆମେ ଏକ ଅଛୁ ଏକ ରହିବୁ ଏଇଟା ଆମର ନିଷ୍ପତ୍ତି ହେଲା ଆ ଭିତରେ କିଛି ବିବାଦକର କଥା ଉଠିଥିଲା ଯେ ସଂଘ ଦୁଇ ଫାଳ ହେଇଗଲା କୌଣସି ମାଲିକ କହୁଛି ଏସବୁ ମିଛ ଗୁଜବ ଉଠିଥିଲା ସେଥିପାଇଁ ଆମେ ଆଜି ବୈଠକ କରିଥିଲୁ ଆମ ନିଜ ଭିତରେ କିଛି ମନ ଅମାନ୍ତର ହେଇଥିଲା ଆଜି ସବୁ ବସିକି ଆମେ ତାକୁ ସବୁ ଠିକ୍ କରିନେଲୁ ଯେଉଁମାନେ ଅନୁପସ୍ଥିତ ଅଛନ୍ତି ସେ କ'ଣ ସମ୍ମତି ଜଣାଇଛନ୍ତି ଏ ବୈଠକ ହଁ ସମସ୍ତେ ଅନୁପସ୍ଥିତ ଯେଉଁ 2-4 ଜଣ ଅଛନ୍ତି ସେମାନେ ଯେହେତୁ ତାଙ୍କର ଆଖଡ଼ା ପ୍ରୋବ୍ଲେମ୍ ଟିକେ ଅଛି କାହାର ବ୍ୟକ୍ତିଗତ କାରଣରୁ
ସେମାନେ ଆଜି ସଂଘକୁ ଆସିପାରୁନାହାନ୍ତି ଆମର ଏଇ ସପ୍ତାହ ଭିତରେ ପୁଣି ଆଉ ଥରେ ବୈଠକ ହେବ ସେ ନିଶ୍ଚିତ ଆସିବେ ବୋଲି କଥା ହେଇଛି ବିଶେଷ କରି କ'ଣ ଆଲୋଚନା ହେଲା? ଆଲୋଚନା ସେମିତି କିଛି ହେଇନାହିଁ ଏବଂ ଆମର ଆଲୋଚନା ଥିଲା ଆମର ଶ୍ରମିକ ସଂଘ ସହିତ ଆଲୋଚନା ଥିଲା ସେମାନେ କେମିତି ଆମ ଯାତ୍ରାରୁ କାମ କରିବେ ସେଇଟା ଗୋଟେ ଫାଇନାଲ୍ ହେଲା। ତାପରେ ଆମର ସିଂହ ବାହିନୀ ମାଲିକ କିଛି କହିଥିଲେ ଯେ ଜୋର ଜବରଦସ୍ତି ମୋତେ ସଂଘରେ ପୁରା ହେଇଛି ସେ ଭୁଲ କଥା ସେ ଆମ ସହିତ ଅଛନ୍ତି ଏବଂ ସେ ଆମ ସହିତ ରହିବେ ଏବଂ ସଂଘ ସହିତ ସେ ସବୁବେଳେ ରହିବେ ବୋଲି ଆମକୁ କହିଛନ୍ତି ଏବଂ ତାଙ୍କର ଆଜି ବ୍ୟକ୍ତିଗତ କାରଣ ସେ ଆଜି ଆସିପାରିଲେ ନାହିଁ ଏବଂ ଆର ମିଟିଂ ସେ ନିଶ୍ଚିତ ଆସିବେ। ସଂଘ ଭିତରେ ବିବାଦ ଆଉ ନାହିଁ ବୋଲି କହିପାରିବେ? ଜମା ନୁହେଁ ବିବାଦ କେବେ ରହିନି କି କେବେ ମଧ୍ୟ ରହିବ ନାହିଁ।